ପିଲାମାନେ ସମସ୍ତଙ୍କୁ ଏଜୁକେସନ୍ ଉଇଥ୍ ପ୍ରସାଦ ୟୁଟ୍ୟୁବ୍ ଚ୍ୟାନେଲ୍କୁ ସ୍ୱାଗତ ଜଣାଉଛି। ତ ମୁଁ CHSC ବୋର୍ଡ଼ ଓଡ଼ିଶାର +2 ସେକେଣ୍ଡ ଇୟର୍ ପିଲାମାନଙ୍କର ସାହିତ୍ୟ ବହିରେ ଥିବା ଗୋଟିଏ ସୁନ୍ଦର ଗଳ୍ପ ଯାହାକୁ ଲେଖିଛନ୍ତି ଲେଖକ ସୁରେନ୍ଦ୍ର ମହାନ୍ତି। ଗଳ୍ପଟିର ନାଁ ହେଉଛି ପତାକା ଉତ୍ତୋଳନ। ସେହି ଗଳ୍ପଟିର ସମସ୍ତ ଇମ୍ପୋର୍ଟାଣ୍ଟ MCQ ପ୍ରଶ୍ନ ଓ ଉତ୍ତର ଗୁଡ଼ିକ ନେଇ ଆସିଛି। ବଛା ବଛା ପ୍ରଶ୍ନ ଉତ୍ତର ମାନ ଯେଉଁଟାକି ତୁମମାନଙ୍କୁ ନିଶ୍ଚୟ ତୁମର ଆସନ୍ତା ଏକ୍ଜାମ୍ରେ ହେଲ୍ପ କରିବ ବୋଲି ଆଶା କରୁଛି। ତ ସମସ୍ତେ ମନ ଧ୍ୟାନ ଦେଇ ଶୁଣ ଏବଂ ଏହି ପତାକା ଉତ୍ତୋଳନ ଗଳ୍ପର ସମସ୍ତ MCQ ଗୁଡ଼ିକୁ ନୋଟ୍ କରିନିଅ। ମନ ଦେଇକରି ଧ୍ୟାନ ଦେଇକରି ଦେଖ, ମୁଁ ତୁମକୁ ସଠିକ୍ ଉତ୍ତର ମାନ ବତାଇ ଦେଉଛି। ତେବେ ଚାଲ ଡେରି ନ କରିକିରି ଆମେ ପତାକା ଉତ୍ତୋଳନ ଗଳ୍ପର ସମସ୍ତ MCQ ଗୁଡ଼ିକ ଦେଖିନେବା। କିନ୍ତୁ ଏହା ପୂର୍ବରୁ ଯଦି ତୁମମାନଙ୍କର କିଛି ଡାଉଟ୍ ରହୁଛି ଏଜୁକେସନ୍ ଉପରେ, ଏଜୁକେସନ୍ ରିଲେଟେଡ଼୍, ତ ତୁମେ ମୋତେ କମେଣ୍ଟରେ ଜଣାଅ କିମ୍ବା ମୋ ସହିତ କଣ୍ଟାକ୍ଟ କରି ମୋତେ ପଚାର। ମୁଁ ତୁମର ଡାଉଟ୍କୁ ନିଶ୍ଚୟ କ୍ଲିୟର୍ କରିବି ଏବଂ ତୁମମାନେ ଆଶା କରୁଛି ଟେଲିଗ୍ରାମ ଚ୍ୟାନେଲ୍ ଯଦି ଜଏନ୍ କରିବ, ଯଦି ସେଠି ମୋତେ କଣ୍ଟାକ୍ଟ କରିବ, ତ ତୁମକୁ ମୁଁ ତୁମର ଇମ୍ପୋର୍ଟାଣ୍ଟ ନୋଟ୍, ଏହା ସହିତ ବୁକ୍ସ PDF ଯାହା ବି ଲାଗୁଛି ମୋତେ ମାଗିଲେ ମୋ ପାଖରେ ଯାହା ପସିବଲ୍ ହେବ ମୁଁ ତୁମମାନଙ୍କୁ ହେଲ୍ପ କରିଦେଇପାରିବି। ସେସବୁ PDF ଏବଂ ଇମ୍ପୋର୍ଟାଣ୍ଟ ନୋଟ୍ ଗୁଡ଼ିକ ସବୁ ତୁମକୁ ସେଣ୍ଡ କରିଦେଇପାରିବି। ତେବେ ଚାଲ ଦେଖିବା MCQରେ କ'ଣ ରହିଛି। ପ୍ରଥମ ପ୍ରଶ୍ନ ହେଲା, ପତାକା ଉତ୍ତୋଳନ ଗଳ୍ପଟି କେଉଁ ଦିବସର କଥା କହିଛି? ଏହାର ପିଲାମାନେ ଡାଇରେକ୍ଟ ଉତ୍ତର ହେଉଛି 14 ଅଗଷ୍ଟ 1947ର କଥା କହିଛି। ସୋମନାଥ ମହାପାତ୍ର କେଉଁ ଉପାଧି ପାଇଥିଲେ? ରାୟ ବାହାଦୁର ଉପାଧି ପାଇଥିଲେ। ଜୟ ସ୍ୱାଧୀନ ଭାରତ କି ଜୟ ଧ୍ୱନି ରାୟ ବାହାଦୁରଙ୍କୁ କିପରି ବିଦ୍ଧ କରୁଥିଲା? ତ ଏହାର ସଠିକ୍ ଉତ୍ତରଟି ହେଉଛି ସୁତ୍କ୍ଷଣ ସଳକାର ଉପରେ। ବାହାରର କେଉଁ କଥା ଘର ଭିତରର ପ୍ରତ୍ୟେକ ଅନ୍ଧକାର କୋଣକୁ ଥରାଇ ଦେଉଥିଲା? ଗଣ୍ଡଗୋଳ, ସ୍ଲୋଗାନ, କୋଳାହଳ, ହୋହାଲ୍ଲା। ସ୍ଲୋଗାନ। ପଟୁଆରର ଅଗ୍ରଣୀ କିଏ ଥିଲେ? ଏଇ ଯେଉଁ ସ୍ୱାଧୀନତା ସଂଗ୍ରାମୀର ଯେଉଁ ପଟୁଆର ବା ସ୍ୱାଧୀନତା ସଂଗ୍ରାମୀ ଉତ୍ସବର ଯେଉଁ ପଟୁଆର, ଏହାର ଅଗ୍ରଣୀ ଥିଲେ ବିଜୁ, ଯିଏକି ରାୟ ବାହାଦୁରଙ୍କ ନାତି। କେଉଁଟି ରାୟ ବାହାଦୁରଙ୍କ ଏକାନ୍ତ ନିଜସ୍ୱ ଥିଲା ବୋଲି କୁହାଯାଇଛି? ଭଲଭେଟ୍ ବାକ୍ସ, ଡ୍ରୟର ଚେଷ୍ଟ, ଚାବି ଲେନ୍ଥା, ସନନ୍ଦ ପତ୍ର। ତ ଡ୍ରୟର ଚେଷ୍ଟଟି ରାୟ ବାହାଦୁରଙ୍କ ଏକାନ୍ତ ନିଜସ୍ୱ ଥିଲା। ସେ କେବେ ବି ଏହାର ଚାବି ଭୁଲରେ କାହାରି ବି ହାତରେ ଦେଉନଥିଲେ। ରାୟ ବାହାଦୁର ଡ୍ରୟର ଭିତରୁ କାହାର ଫଟୋଗ୍ରାଫ କାଢ଼ିଥିଲେ? ତ ରାୟ ବାହାଦୁର ଡ୍ରୟର ଭିତରୁ ତାଙ୍କରି ପୁଅ ଅରୁଣର ଗୋଟିଏ ଫଟୋଗ୍ରାଫକୁ କାଢ଼ିଥିଲେ, ଯେଉଁଟାକୁ କି ସେ ଡ୍ରୟର ଭିତରେ ଗୋଟିଏ ଭାଲଭେଟ୍ ବକ୍ସରେ ଅତି ଯତ୍ନର ସହିତ ରଖିଥିଲେ। କାହା ଉପରେ ଗୋଟିଏ ହଳଦିଆ ଆସ୍ତରଣ ମାଡ଼ି ଯାଇଥିଲା ବୋଲି କୁହାଯାଇଛି? ସନନ୍ଦ ପତ୍ର, ମେଡାଲ, ଫଟୋଗ୍ରାଫ, ଭଲଭେଟ୍ ବାକ୍ସ। ତ ଏହାର ଉତ୍ତରଟି ହେଉଛି ସନନ୍ଦ ପତ୍ର, ଯେଉଁଟାକୁ କି ଇଂରେଜ ସରକାର ତାଙ୍କୁ ତାଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହୋଇକି ରାୟ ବାହାଦୁରଙ୍କୁ ପ୍ରଦାନ କରିଥିଲା ସମ୍ମାନ ସ୍ୱରୂପ। ରାୟ ବାହାଦୁର ପଢ଼ୁଥିବା ସନନ୍ଦଟି ତାଙ୍କୁ କେଉଁ ସାଲରେ ପ୍ରଦତ୍ତ ହୋଇଥିଲା? ତା'ର ସଠିକ୍ ଉତ୍ତରଟି ପିଲାମାନେ ହେଉଛି 1923 ମସିହାରେ ରାୟ ବାହାଦୁରଙ୍କୁ ଏ ସନନ୍ଦଟି ପ୍ରଦାନ ହୋଇଥିଲା। କେଉଁ ବିପ୍ଳବ ପରେ ଭାରତର ଜାତୀୟ ଆନ୍ଦୋଳନରେ ଏକ ନୂତନ ସ୍ପନ୍ଦନ ଦେଖାଦେଇଥିଲା? ଚୌରୀ ଚୌରା ବିପ୍ଳବ ପରେ ଭାରତୀୟ ଜାତୀୟ ଆନ୍ଦୋଳନରେ ଏକ ନୂତନ ସ୍ପନ୍ଦନ ଦେଖାଦେଇଥିଲା। ମନୁଷ୍ୟର ଜନ୍ମଗତ ଦାବି ବୋଲି କାହାକୁ କୁହାଯାଇଛି? ତାର ଗୋଟେ ସାଧାରଣ କୋଶ୍ଚିନ୍, ଅତି ସାଧାରଣ ପ୍ରଶ୍ନଟିଏ। ମନୁଷ୍ୟର ଜନ୍ମଗତ ଦାବି ହେଉଛି ସ୍ୱାଧୀନତା। ରାୟ ବାହାଦୁର ଅରୁଣକୁ କେଉଁଥିରେ ଆଘାତ କରିଥିଲେ? ରାୟ ବାହାଦୁର ନିଜ ପୁଅ ଅରୁଣକୁ ଚାବୁକରେ ଆଘାତ କରିଥିଲେ। ରାୟ ବାହାଦୁରଙ୍କ ପୁତ୍ରବଧୂର ନାମ କ'ଣ ଥିଲା? ଅର୍ଥାତ୍ ଅରୁଣଙ୍କର ସ୍ତ୍ରୀଙ୍କର ନାମ କ'ଣ ଥିଲା? ତ ଅରୁଣଙ୍କର ସ୍ତ୍ରୀଙ୍କର ନାମ ବା ରାୟ ବାହାଦୁରଙ୍କ ପୁତ୍ରବଧୂର ନାମ ହେଉଛି ଅପର୍ଣ୍ଣା। କିଏ କମଳ ନୟନର ନୀଳୋତ୍ପଳରେ ଦେବୀ ଆରାଧନା କରିଥିଲେ? ତ କମଳ ନୟନର ନୀଳୋତ୍ପଳରେ ଆମର ଶ୍ରୀରାମଚନ୍ଦ୍ର ଦେବୀ ଆରାଧନା କରିଥିଲେ। ଜନତା ଫ୍ଲାଗଷ୍ଟାଫ୍ ଭାଙ୍ଗି କ'ଣ ଚିରି ଦେଇଥିଲେ? ଜନତା ଫ୍ଲାଗଷ୍ଟାଫ୍ ଭାଙ୍ଗି ୟୁନିୟନ ଜ୍ୟାକ୍କୁ ଚିରି ଦେଇଥିଲେ। ଯେପରି ଆମର ତ୍ରିରଙ୍ଗା ପତାକା, ସେପରି ବ୍ରିଟିଶମାନଙ୍କର ହେଉଛି ୟୁନିୟନ ଜ୍ୟାକ୍ ବା ୟୁନିୟନ ପତାକା। ଘର ଭିତରେ କାହାର ଶବ୍ଦ ଶୁଣି ରାୟ ବାହାଦୁର ହଠାତ୍ ଚମକି ଉଠିଲେ? ଘର ଭିତରେ ନିଜ ସ୍ତ୍ରୀ ହେମମାଳିଙ୍କର ଶଙ୍ଖ ଧ୍ୱନି ଶୁଣି ଆମର ରାୟ ବାହାଦୁର ହଠାତ୍ ଚମକି ଉଠିଥିଲେ। ହେମମାଳି କେତେ ବର୍ଷ ଧରି ଏମିତି କାନ୍ଦ କାନ୍ଦି ନଥିଲେ ବୋଲି କୁହାଯାଇଛି? ଦୀର୍ଘ 25 ବର୍ଷ ଧରି ହେମମାଳି କେବେ ବି ଏମିତି କାନ୍ଦ କାନ୍ଦି ନଥିଲେ। ରାତିସାରା କେଉଁଥିରେ ମାତି ବିଜୟ ଘରକୁ ଫେରିଥିଲା? ରାତିସାରା ବିଜୟ ସ୍ୱାଧୀନତା ଉତ୍ସବରେ ମାତି ଘରକୁ ଫେରିଥିଲା। ବିଜୟ ଅର୍ଥାତ୍ ଆମର ହେଉଛି ରାୟ ବାହାଦୁରଙ୍କ ନାତି, ଆଉ ଅରୁଣ ହେଉଛନ୍ତି ରାୟ ବାହାଦୁରଙ୍କ ପୁଅ। ଏଇଟା ମନେ ରଖିଥା, ଲଙ୍ଗ କ୍ୱେଶ୍ଚିନ୍ରେ ମଧ୍ୟ ହେଲ୍ପ କରିବ ତୁମମାନଙ୍କୁ। ଅଜୟ କାହାକୁ ବ୍ରିଟିଶର ଗୋଲାମ ବୋଲି କହିଛି? ଅଜୟ ଏଠି ଜେଜେଙ୍କୁ ବ୍ରିଟିଶର ଗୋଲାମ ବୋଲି କହିଛି। ସୋମନାଥ ଶେଷରେ କାହାକୁ ଆଶୀର୍ବାଦ କରିଥିଲେ? ରାୟ ବାହାଦୁର ସୋମନାଥ ମହାପାତ୍ର ଶେଷରେ ନିଜ ନାତି ବିଜୁକୁ ଆଶୀର୍ବାଦ କରିକରି ଆଖି ବୁଜିଥିଲେ। କାହିଁକିନା ଜେଜେନାତି ଭିତରେ ଯେ ଯୁକ୍ତତର୍କ ହେଇଛି, ସେ ଭିତରେ
विजय रागी जाइकि निज जेजे कथा शुणिकी जेजे को गोटे धक्का मारी देछि जेपाई जेजे सीढ़ी खसिकी पड़ जाइबा सहित पछपट मुंड फाटी रक्तस्राव होइछि। एही समय जेतेବେଳେ विजय कहिछि कि केड़े बड़ मु कर्तव्य कली मो जेजे को मु धकिया मारदेली जानीपारिनी एते राग मोर होइगला। से समय शेष मुहूर्त निजर भूल को राय बहादुर बुझीपारिछंती आ विजय को तू सदाबेले सफलता लाभ करे आ तोर ए त्रिरंगा पताका सदाबेले एमती फरफरे उड़ुथाऊ तो देश एमती सदा स्वाधीन होई रहू बोली विजय को आशीर्वाद देइछंती। विजय को आशीर्वाद करिकी सोमनाथ निज प्राण त्याग करिछंती। तो बहुत बढ़िया यहाँ गोटे गल्पटे पे मन देकर पढ़ कहले आमर स्वाधीनता संग्राम मान विषय बहुत किसी तुम ये शिखिपार जापर। तो आशा करुँची सबकिछ ठीक ठाक थी तुमको भिडियो भल लगी जदि भिडियो भल लगी गोटे लाइक करने सहित चैनल को सब्सक्राइब कर दियो जोटा कि मत मोटिवेट कर आग को आहरी बढ़िया बढ़िया कंटेंट बढ़िया बढ़िया भिडियो मान तुम मान रेडी करने। तो से पर्यंत मो विदाय नेउछि। जय हिंद, जय जवान, जय किसान।